ମାନସିକ ଭଗବାନ ପାଖରେ କୌଣସି ଗୋଟିଏ ଇଚ୍ଛା ପୂରଣ ପାଇଁ ଭକ୍ତି ଭାବରେ କରାଯାଇଥିବା ମନୋକାମନାକୁ ବୁଝାଏ। ଠିକ୍ କହିଲି ନା? ଯେମିତିକି ପ୍ରଭୁ ମୋର ଏଇ କାମଟା ସଫଳ ହୋଇଗଲେ ମୁଁ ଏମିତି ପୂଜା କରିବି କି ଭୋଗ ଦେବି କି ଦାନ କରିବି। ତ ସେମିତି କିଛି ପରୀକ୍ଷା ଆଗରେ ଛୋଟ ମାନସିକଟିଏ ରଖିଥିବା କୁନମୁନ ଆଜି ଆସିଛି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଟିଚରଟିଏ ହେବା ପରେ ନିଜର ମାନସିକ ପୂରଣ କରି। ଆଉ ଏବେ ତ ମାନସିକଟି ଆପଣ ସମସ୍ତଙ୍କ ସହିତ ସେୟାର କରିହେବ। ତ ଭୁବନେଶ୍ୱର ଗୋଟିଏ ଛୋଟ ଶିବ ମନ୍ଦିରରେ ପ୍ରଭୁ ଆଖଣ୍ଡଳମଣିଙ୍କ ପାଖରେ ମନରୁ ଗୋଟିଏ କଥା ବାହାରିଥିଲା କି ପ୍ରଭୁ ବିଏଡ୍ ତ ସରିଲା, କେମିତି ଏ ପରୀକ୍ଷାଟିରେ ଉତ୍ତୀର୍ଣ୍ଣ ହୋଇ ମୁଁ ଗଭର୍ଣ୍ଣମେଣ୍ଟ ଜବ୍ଟିଏ ଏଥର ପାଇଯାଏ, ତାହେଲେ ଆସି 108 ବେଲପତ୍ର ଅର୍ପଣ କରି ପୂଜା କରିବି। କେତେ ଲୋଭୀ ନା ଆମେ! ପ୍ରଭୁଙ୍କର ହିଁ ତ ସୃଷ୍ଟି, ତାଙ୍କୁ ବା କ'ଣ ଆମେ ଦେଇପାରିବା? କି ସେ କ'ଣ ଏଇସବୁ ଜିନିଷର ଲାଳସା ରଖି ଆମକୁ ଫଳ ଦିଅନ୍ତି? କେବେ ନୁହଁ। ସେ ଦେଖନ୍ତି ଆମ ପରିଶ୍ରମ। ପ୍ରଭୁଙ୍କ ଆଗରେ ସବୁ ଆସ୍ପିରାଣ୍ଟସ୍ ମାନେ ମ୍ୟାନିଫେଷ୍ଟ ତ କରିଦିଅନ୍ତି, ହେଲେ ସେଇ ମ୍ୟାନିଫେଷ୍ଟେସନକୁ ପୁରା କରିବାକୁ ଆସ୍ପିରାଣ୍ଟଟି କରୁଥିବା ହାର୍ଡ଼ୱାର୍କ, ଡେଡିକେସନ୍, କନସିଷ୍ଟେନ୍ସି, ଏଫର୍ଟ ଏଇସବୁ ହିଁ ଭଗବାନ ଦେଖିଥାନ୍ତି। ଆଉ ଆମେ ଆମ ଗୋଲ୍କୁ କେତେ ପ୍ରାୟୋରିଟି ଦେଉଛେ, ଅନ୍ୟମାନଙ୍କର ମ୍ୟାକ୍ସିମମ୍ ଷ୍ଟଡ଼ି ପୋଟେନ୍ସିଆଲକୁ ଆମେ ଆମ ବେୟାର ମିନିମମ୍ରେ କନଭର୍ଟ କରିପାରୁଛେ କି ନାହିଁ, ଏଇସବୁ ପ୍ରଭୁ ଦେଖନ୍ତି। ଆଉ ସତ କଥା କହିବାକୁ ଗଲେ ଆମେ ଯଦି ଡେଡିକେଟେଡ଼ଲି ହାର୍ଡ଼ୱାର୍କ କରୁଥିବା ତାହେଲେ ଭଗବାନଙ୍କୁ କିଛି ମାଗିବାକୁ ବି ପଡ଼େନି, ସେ ଆମ ମନ କଥା ଜାଣି ଆମକୁ ଫଳ ଦେଇଥାନ୍ତି। ଓମ୍ ନମଃ ଶିବାୟ, ହର ହର ମହାଦେବ। ଆଉ ଏବେ ମୋ ଭିଉଅର୍ସ ମାନଙ୍କୁ ରିକ୍ୱେଷ୍ଟ ରହିଲା କି ଆପଣମାନେ ବି ଏଇଠି ପ୍ରଭୁଙ୍କ ଦର୍ଶନ କରି ନିଜ ମନରେ ରଖିଥିବା ଇଚ୍ଛାଟି ଲାଗି ପ୍ରାର୍ଥନା କରନ୍ତୁ। ଆଉ ସେଇ ଇଚ୍ଛାର ପୂର୍ତ୍ତି ଲାଗି କେମିତି ନିଜର 100% କ'ଣ 200% ଏଫର୍ଟସ୍ ଦେବେ, ସେଇଟା ଭଗବାନଙ୍କ ଆଗରେ ଏବେ ହିଁ ପ୍ରମିସ୍ କରନ୍ତୁ। ଦେଖିବା ଆପଣଙ୍କର କେମିତି ସକ୍ସେସ୍ ହେବନି। କାହିଁକିନା ମୁଁ ଗୋଟିଏ କଥା ଜାଣିଛି, ପରିଶ୍ରମ ଯଦି ସତ ତାହେଲେ ଫଳ ନିଶ୍ଚୟ ମିଳିବ। ତ ସେଇ ହିସାବରେ ଯେଉଁ ବି ଏକ୍ଜାମ୍ ପାଇଁ ଆପଣ ପ୍ରିପେୟାର କରୁଛନ୍ତି ନିଜର ଗୋଲ୍ଟିକୁ ସେଟ୍ କରନ୍ତୁ। ଏମିତି କହୁ କହୁ ମୋର ପୂଜା ସରିଗଲା, ORS ଟିକେ ପିଇଲି ଆଉ ସ୍କୁଲର ଅନଲାଇନ୍ ମିଟିଂ ଆଟେଣ୍ଡ କରି ଟିକେ ଫ୍ରୁଟ୍ ସାଲାଡ଼ ଖାଇଦେଲି। ନେଭର ଏଣ୍ଡିଙ୍ଗ ଡ୍ୟୁଟି, ଛୁଟିରେ ବି ଡ୍ୟୁଟି। ପୁଣି ଦେଖା ହେବା ନୂଆ ଭିଡ଼ିଓରେ। ରହିଲି, ଟାଟା।